ଏଥର ସମସ୍ତେ ଭଲ କଳାକାର ମୁଁ କୌଣସି ଆକ୍ଚୁଆଲି କୌଣସି କଳାକାରକୁ ଜଣକୁ ପ୍ରାଧାନ୍ୟ ଦେଇ ଲେଖେନି। ଯାତ୍ରା ଜଗତରେ ଏପର୍ଯ୍ୟନ୍ତ କୌଣସି ନାଟକ ଏତେ ମାଇଲେଜ ନେଇ ନଥିଲା। ସମସ୍ତଙ୍କୁ ନମସ୍କାର, ଚ୍ୟାନେଲକୁ ମୋର ଧନ୍ୟବାଦ। ଆଜି ଯାତ୍ରା ଗ୍ରାଣ୍ଡ ମହଲର ଗ୍ରାଣ୍ଡ ଓପନିଂ, ପ୍ରଯୋଜକ ନିରଞ୍ଜନ ସାହୁ ମହୋଦୟ, ପ୍ରଯୋଜିକା ପୂଜାରାଣୀ ସାହୁ ମହୋଦୟା ତାଙ୍କର ଉଦ୍ୟମରେ ଏ ବର୍ଷ ନୂଆ ରୂପରେ ନୂଆ ରଙ୍ଗରେ ହେଉଛି ଗ୍ରାଣ୍ଡ ମହଲ। ସୁନ୍ଦର ସୁନ୍ଦର ନାଟକକୁ ନେଇ ଚାରିଟା ନାଟକକୁ ନେଇ ଗ୍ରାଣ୍ଡ ମହଲ ତାର ଓପନିଂ କରୁଛି। ସେଇ ଚାରିଟା ନାଟକ ମଧ୍ୟରୁ ମୋର ନାଟକଟା ହେଲା ଆଖି କାନ୍ଦୁଛି ନା ଲୁହ କାନ୍ଦୁଛି। ମୁଁ ଭାବୁଛି ଏ ବର୍ଷ ଗ୍ରାଣ୍ଡ ମହଲ ଏବଂ ପ୍ରଯୋଜିକା ପୂଜାରାଣୀ ସାହୁଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଗ୍ରାଣ୍ଡ ମହଲ ନିଶ୍ଚିନ୍ତ ଗୋଟେ ଧମାକା ସୃଷ୍ଟି କରିବ, ଯାତ୍ରା ଜଗତରେ ଗୋଟେ ଇତିହାସ ସୃଷ୍ଟି କରିବ। ଶୁଣନ୍ତୁ, ଦର୍ଶକ ହେଉଛି ଦେବତା, ଦର୍ଶକ ହେଉଛି ନିର୍ଣ୍ଣାୟକର। ତେଣୁ ବର୍ତ୍ତମାନ ତ କିଛି କହିବା ଅସମ୍ଭବ, କାହିଁକି ନା ସମସ୍ତ ସବୁ ନାଟ୍ୟକାରମାନେ, ସବୁ ଡିରେକ୍ଟରମାନେ ନିଶ୍ଚିତ ସମସ୍ତ ନାଟକକୁ ଭଲ କରିବା ପାଇଁ ଚାହିଁବି। ଆଉ ତନ୍ମଧ୍ୟରୁ ମୋ ନାଟକଟି ବହୁତ ବି ଭଲ ହେବ, ଏହା ମୋର ଆଶା ଆଉ ବିଶ୍ୱାସ। 2024-25 ଆପଣଙ୍କର ଚର୍ଚ୍ଚିତ ନାଟକ ଭିତରେ ଏ ବର୍ଷ ତ ମୋର ସବୁ ମାନେ ଏ ବର୍ଷ ତ ଚର୍ଚ୍ଚିତ ନାଟକ ହେଲା ହାକୃଷ୍ଟ ବୋଲି ଯାଉଛି। ଓଡ଼ିଶାର ଗାଁ ଗହଳି ପୁରାପୁରିରେ ଗୋଟେ ଇତିହାସ ସୃଷ୍ଟି କରିଛି ଯାତ୍ରା ଜଗତରେ। ଯାତ୍ରା ଜଗତରେ ଏପର୍ଯ୍ୟନ୍ତ କୌଣସି ନାଟକ ଏତେ ମାଇଲେଜ ନେଇ ନଥିଲା। ଯେଉଁ ନାଟକ କି ଆଜି ସମସ୍ତଙ୍କ ପାଖରେ ଆଦୃତ ହାକୃଷ୍ଟ ବୋଲି ଯାଉଛି। ନା ବର୍ତ୍ତମାନ ତ ଏଥର ସମସ୍ତେ ଭଲ କଳାକାର। ମୁଁ ଆକ୍ଚୁଆଲି କୌଣସି କଳାକାରକୁ ଜଣକୁ ପ୍ରାଧାନ୍ୟ ଦେଇ ଲେଖେନି। ମୁଁ ସମସ୍ତଙ୍କ ଉପରେ ଷ୍ଟୋରି ବେସ୍ କରେ, ସମସ୍ତଙ୍କ ଉପରେ ସବୁ ଚରିତ୍ର ଉପରେ ଧ୍ୟାନ ଦିଏ। ସମସ୍ତେ କିଛି ନା କିଛି ଯେମିତି ଖରାପ ପାଇବେ ସେ ଦିଗରେ ବହୁତ ଚିନ୍ତା କରେ। ହାକୃଷ୍ଣ ଯିବ କେବଳ କାବେରୀ ଆଉ ଗୌରାପାଢ଼ୀ ଉପରେ ନାଟକଟି ନିର୍ଭର କରେନି, ପ୍ରତ୍ୟେକ କଳାକାର ଉପରେ ସେ ନାଟକରେ ନିର୍ଭର କରିଛନ୍ତି। ଆଉ ଯେଉଁମାନେ ଦେଖୁଛନ୍ତି ସେମାନେ ବି କହୁଛନ୍ତି। ନା ଏ ଯେଉଁ ଗ୍ରାଣ୍ଡ ମହଲରେ ଯେଉଁ କଳାକାରମାନେ ଅଛନ୍ତି, ବହୁତ ସୁନ୍ଦର କଳାକାର ଅଛନ୍ତି। ତାଙ୍କୁ ନେଇ ଭଲ ସୁନ୍ଦର ନାଟକ ନିର୍ମାଣ କରିହେବ। ଏବଂ ବର୍ତ୍ତମାନ ଯୁବପିଢ଼ି ଯେଉଁମାନଙ୍କୁ କହିବା କଥା, ସେମାନେ ଆସନ୍ତୁ ଅଭିନୟ ଉପରେ ଧ୍ୟାନ ଦିଅନ୍ତୁ। ଆଉ ଗୋଟେ କଥା ହେଲା, ଆପଣ ଦେଖିଥିବେ ଯେଉଁ ଯାତ୍ରା ଭିତରେ ଦ୍ୱନ୍ଦ୍ୱ ଚାଲିଛି, ନୂଆ କଳାକାର ଆସିବାକୁ ଡରୁଛି। କ'ଣ କହିବେ? ଯାତ୍ରା ମାଲିକଙ୍କର କଳାକାରଙ୍କର ପଡ଼ୁନି, କଳାକାରଙ୍କର ଡାଇରେକ୍ଟରମାନଙ୍କର ପଡ଼ୁନି, ଡାଇରେକ୍ଟରମାନଙ୍କର ଅନ୍ୟମାନଙ୍କ ସହିତ ପଡ଼ୁନି। ଏମିତି ହିସାବରେ କ'ଣ କହିବେ ଆଜିର ଯୁବପିଢ଼ି, ଯାହାକି ଯୁବ ଅଭିନେତାମାନେ ଆସିବାକୁ ଚାହୁଁଥିଲେ ବି ଚିନ୍ତା କରୁଛନ୍ତି ଗଲେ ଆମ ନା ଇଏ ଶୁଣନ୍ତୁ, ଇଏ ଗୋଟେ ଝଲକା ପବନ। ଆଉ ଏ ପବନକୁ ଆପଣମାନେ ହିଁ ବେଶୀ ସ୍ପ୍ରେଡ୍ କରିଦେଉଛନ୍ତି, କିନ୍ତୁ ଏ କିଛି ନୁହଁ। ଯାତ୍ରା ଜଗତରେ ଯେତେବେଳେ ଆମର ମିଡ଼ିଆ ଭାଇମାନେ ନଥିଲେ ଏମିତି ବି ଚାଲିଥିଲା। ସେ ଭିତରି କଥାଟା ପଦାକୁ ବାହାରି କରୁନଥିଲା। ଆପଣଙ୍କ ନାଁରେ ପଦାକୁ ବାହାରିଛି, କଥା ଗୁଡ଼ା ପଦାକୁ ବାହାରିଛି, ଆପେ ଆପେ ରହିଯିବ। ଆଉ ନୂଆ ପିଢ଼ି ଯୁବପିଢ଼ିମାନେ ଅଭିନୟ କରିବାକୁ ଆସିଲେ କିଛି ଅସୁବିଧା ନାହିଁ। ଆମମାନଙ୍କ ଦ୍ୱାରା ବାହାରୁଥିଲେ ସେତେବେଳେ ଜମାନା ଥିଲା ସୋସିଆଲ ମିଡ଼ିଆ ଏତେ ଆକ୍ଟିଭ ନଥିଲା। ଏବେ ସୋସିଆଲ ମିଡ଼ିଆ ଆପଣ ଶିଖିଲେ ବି ସୋସିଆଲ ମିଡ଼ିଆରେ ନିଶ୍ଚିତ। ଆପଣ ସେଇଟାକୁ ନେଇକି ଯଦି ଆମମାନଙ୍କ ଉପରେ ଦୋଷ ଲଗେଇବେ, ନା ମୁଁ ଆପଣଙ୍କ ଉପରେ ଦୋଷ ଲଦୁନି। ମୋର କହିବା କଥା, ଯେଉଁ ଛୋଟିଆ ଜିନିଷ ବାରମ୍ବାର ସେ ଯେତେବେଳେ ପ୍ରଚାର ହେଉଛି ସେଇଟା ବଡ଼ ହେଇଯାଉଛି, ସେଇଟା ଚର୍ଚ୍ଚିତ ଶିରୋନାମା ପାଲଟି ଯାଉଛି। ଆଉ ଯାହାକି ଆପଣମାନଙ୍କ ଦ୍ୱାରା ହିଁ ହେଉଛି। କଥାଟା ମିଛ ନୁହଁ, ସତ। କିନ୍ତୁ ଯେତେବେଳେ ସ୍ପ୍ରେଡ୍ ହେଇଯାଉଛି, ଗୋଟେ ଡିଜିଜ୍ ଯେତେବେଳେ ସ୍ପ୍ରେଡ୍ ହେଇଯାଏ, ସେ କ'ଣ ହେଇଯାଏ, ଚାରିଆଡ଼େ ବ୍ୟାପିଯାଏ। ସେଇଟା ଗୋଟେ ଭୟଙ୍କର ହେଇଯାଏ। କିଛିଦିନ ତଳେ ଆପଣଙ୍କର ଏଇ ଜାଗା ଉପରେ ବସିଥିଲା ମିଟିଂ, ଆପଣଙ୍କର
ରହିଥିଲେ ସମ୍ପାଦକ ମଧ୍ୟ ସଭାପତି ମଧ୍ୟ କହିଥିଲେ ଯେ ଆମେ ଦୟାବାବୁ ଆମକୁ ସୋସିଆଲ ମିଡ଼ିଆରେ ଆମେ ଖୁସି ଆପଣ କ'ଣ କହିବେ? ନାଇଁ ନାଇଁ ଦେଖନ୍ତୁ ସେଇଟା ଆମର ଅଫିସିଆଲି ମ୍ୟାଟର ଆମ ଆସୋସିଏସନ୍ ଅଫିସିଆଲ ମ୍ୟାଟର ସେ ମ୍ୟାଟର ବିଷୟରେ ମୁଁ କିଛି କହିପାରିବିନି ମୁଁ ବର୍ତ୍ତମାନ ନାଟ୍ୟକାର ହିସାବରେ କହିବି ମୁଁ ଅମା ବିଷୟରେ କୌଣସି ଆମ ଆସୋସିଏସନ୍ ବିଷୟରେ କହିପାରିବି ନାହିଁ କାହିଁକିନା ଆମର ପ୍ରତିବନ୍ଧକ ଲଗାଯାଇଛି ଅମା ଦ୍ୱାରା ତେଣୁ ଯାହା କହିବି ମୋ ନିଜସ୍ୱ ମତ କହିବି ଆଉ ନିଜ କଥା ହିଁ କହିବି ଉମା ଆସିଲା ପରଠାରୁ ଡାଇରେକ୍ଟର ମହାସଂଘ ସବୁ ମାଷ୍ଟର ମହାସଂଘ ସମସ୍ତେ ଏକାଠି ହେବା ପରେ କିଛି ଡେଭଲପ୍ ହେଇଛି ବୋଲି ଆପଣ ଆଶା କରୁଛନ୍ତି? ନିଶ୍ଚିତ नाटक उपरे डेभलप हम अभिनय उपरे डेभलप हम बिजनेस उपरे डेभलप हम सब गोटे समन्वय रही समस्त भर गोटे भाईचार समन्वय रही यात्रा शिल्प आगू को जीव बहुत आगू को जीव।